ଖରା ଗରମରେ ଏଇ ଥଣ୍ଡା ଥଣ୍ଡା ରେସିପି ଆପଣଙ୍କୁ ନିଶ୍ଚୟ ଭଲ ଲାଗିବ। ଆଉ ବନେଇବା ବି କେତେ ସହଜ। ପ୍ରଥମେ ଗୋଟେ କଡ଼େଇରେ ଟିକେ ପାଣି ଦେଇ 1 ଲିଟର କ୍ଷୀର ଦେଇଦେବା। ଟିକେ ପାଣି ଦେଇଦେଲେ କ୍ଷୀର ତଳେ ଲାଗିବନି। ହାଇ ଫ୍ଲେମ୍‌ରେ ଥରେ ଫୁଟେଇ ନେଇ ଲୋ ଫ୍ଲେମ୍‌ରେ ଫୁଟିବାକୁ ଛାଡ଼ିଦେବା। ମଝିରେ ମଝିରେ ଗୋଳେଇବା ଆଉ ସାଇଡ଼୍‌ରେ ଲାଗୁଥିବା ସରକୁ ମିଶେଇ ନେବା ଏଥିରେ। ପ୍ୟାନ୍‌ରେ ଟିକେ ଘିଅ ଦେଇ ଅଳ୍ପ ଟିକେ କାଜୁ ଭାଜି ନେବା। ଚାହିଁଲେ କିସମିସ୍ ବି ଭାଜି ପାରିବେ। ଆଉ କିଛି ପିସ୍ତା ମୁଁ ଗରମ ପାଣିରେ ପକେଇ ଦେଇଥିଲି। ଏହାର ଚୋପା ବାହାର କରିକି କାଟିକି ସାଇଡ଼୍‌ରେ ରଖିବା। ଏହାପରେ ହାଣ୍ଡିରେ ଟିକେ ପାଣି ଦେଇକି 1 ଲିଟର କ୍ଷୀର ଦେଇଦେବା। କ୍ଷୀର ଫୁଟିଗଲେ ଗ୍ୟାସ୍ ବନ୍ଦ କରି 1 କପ୍ ପାଣି ଦେଇକି କ୍ଷୀରକୁ ଟିକେ ଥଣ୍ଡା କରିନେବା। ଆଉ ଭିନେଗାର କିମ୍ବା ଲେମ୍ବୁ ରସରେ ପାଣି ମିଶାଇକି ଏଥିରେ ଦେବା ଆଉ ଛେନା ଛିଡ଼େଇ ନେବା। ଛେନାକୁ ଛାଙ୍କିବା ପରେ ପାଣି ଦେଇକି ଧୋଇ ନେବା ଭଲ ଭାବେ ଥଣ୍ଡା ପାଣିରେ। ଆଉ ଏକ୍ସଟ୍ରା ପାଣି ବାହାରିବା ପାଇଁ ଏହାକୁ ଏମିତି ଜାଲି ଉପରେ ଛାଡ଼ିଦେବା। ଏବେ ଦେଖନ୍ତୁ ଯେଉଁ କ୍ଷୀର କଡ଼େଇରେ ଫୁଟିବା ପାଇଁ ରଖିଥିଲେ ଫୁଟିକି ଅଧା ହେଇଗଲାଣି। ଏବେ ଏଥିରେ କଣ୍ଡେନ୍ସ ମିଲ୍କ ବା ମିଲ୍କ ମେଡ୍ ଯେଉଁଟା ଆମେ କ୍ଷୀରିରେ ଦେଇଥାନ୍ତି ସେଇଥିରୁ 7-8 ଚାମଚ ମୁଁ ଦେଉଛି। ଆଉ 1 ବଡ଼ ଚାମଚ ଚିନି ଦେଉଛି। ଆପଣ ନିଜ ହିସାବରେ ଦେଇପାରିବେ। ଆଉ ଆପଣ ଚାହିଁଲେ ଖାଲି ଚିନି ବି ଦେଇପାରିବେ। ଆଉ ଷ୍ଟାର୍ଟିଂରେ ଯେତେବେଳେ କ୍ଷୀର ଗରମ କଲେ 3-4 ଚାମଚ ସେଥିରେ ମିଲ୍କ ପାଉଡ଼ର ଦେଇପାରିବେ ଯଦି କଣ୍ଡେନ୍ସ ମିଲ୍କ ଦେଉନାହାନ୍ତି। ଏହାପରେ ପିସ୍ତା ଆଉ କାଜୁ ଦେଇଦେବା। ଏହା ସହିତ ଛେନାକୁ ଟିକେ ଗୁଣ୍ଡ କରିକି ଏମିତି ହାତରେ ଏଥିରେ ଦେଇଦେବା। ଆଉ ଲୋ ଫ୍ଲେମ୍‌ରେ 4-5 ମିନିଟ୍ ପର୍ଯ୍ୟନ୍ତ ଫୁଟେଇ ନେବା। ଏହାପରେ 1 ଚିମଟା ଲୁଣ, ଅଧା ଛୋଟ ଚାମଚ ଗୁଜୁରାତି ଗୁଣ୍ଡ ଆଉ 2-3 ଡ୍ରପ୍ ଦେଇଦେବା ଗୋଲାପ ଜଳ। ଗୋଲାପ ଜଳ ଆଉ ଲୁଣ ଦେବା ପୁରା ଅପସନାଲ୍ ଅଛି। ଦେଇକି ଦେଖିବେ ଭଲ ଲାଗିବ। ଥଣ୍ଡା ହେବା ପରେ ଏହାକୁ କିଛି ସମୟ ଫ୍ରିଜରେ ରଖିକି ସର୍ଭ କରିବା।